ଗୋଟିଏ ଗାଁରେ ବହୁତ ବଡ଼ ଧନୀ ଲୋକଟିଏ ରହୁଥିଲେ। ପରିବାର କହିଲେ ସେମାନଙ୍କର 3 ଜଣ ଥାନ୍ତି, ସ୍ତ୍ରୀ, ଝିଅ ଓ ସେ ନିଜେ। ସେହି ଧନୀ ଲୋକର ଝିଅଟି ବିବାହ ଯୋଗ୍ୟ ହୋଇସାରିଥିଲେ। ବିଭିନ୍ନ ସ୍ଥାନରୁ ବିବାହ ପାଇଁ ତାଙ୍କ ପାଖକୁ ପ୍ରସ୍ତାବ ଆସୁଥାଏ। ଶେଷରେ ସେହି ଝିଅର ବିବାହ ତାଙ୍କ ଗାଁ ପାଖରେ ଥିବା ଆଉ ଏକ ଗାଁରେ ଠିକ୍ ହୋଇଗଲା। ସେ ଝିଅଟି ଯେଉଁ ଘରକୁ ବିବାହ କରି ଯାଉଥିଲେ ସେ ଘର ତା ବାପାଙ୍କ ଘରଠାରୁ ମଧ୍ୟ ଅଧିକ ଧନୀ ଥିଲେ। କିନ୍ତୁ ବିବାହର କିଛି ଦିନ ପରେ ତାଙ୍କର ସବୁତକ ଟଙ୍କା ସରିଗଲା ଓ ସେମାନେ ଗରିବ ହୋଇଗଲେ। କାରଣ ପ୍ରଥମତଃ ତାଙ୍କ ଗୋଦାମରେ ନିଆଁ ଲାଗିଗଲା ଓ ଦ୍ୱିତୀୟରେ ବହୁତ ଡକାୟତମାନେ ଆସି ତାଙ୍କ ଘରେ ଥିବା ସମସ୍ତ ମୂଲ୍ୟବାନ ଧନ ସମ୍ପତ୍ତି ନେଇଗଲେ। ସେଥିପାଇଁ ବେପାର ବାଣିଜ୍ୟ କରିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା। ଝିଅର ଏପରି ପରିସ୍ଥିତି ଦେଖି ସେ ଝିଅଟିର ମା ତାଙ୍କ ସ୍ୱାମୀଙ୍କୁ କହିଲେ, ତୁମେ ତ ଏତେ ଦାନ ଦକ୍ଷିଣା କରୁଛ, କିନ୍ତୁ ଝିଅର ଅସୁବିଧା ତୁମକୁ ଦେଖାଯାଉ ନାହିଁ, ତାହାର ସାହାଯ୍ୟ କାହିଁକି କରୁନାହଁ? ଏହା ଶୁଣି ସେ ଧନୀ ଲୋକଟି କହିଲେ, ମୋ ଝିଅର ଭାଗ୍ୟ ଯେତେବେଳେ ଖୋଲିବ ସେତେବେଳେ ନିଜେ ସେ ଠିକ୍ ହୋଇଯିବ, ଆଉ ଆମେ ତାହାର ସହାୟତା କେତେ ଦିନ ପର୍ଯ୍ୟନ୍ତ କରିବା? ଗୋଟିଏ ନା ଗୋଟିଏ ଦିନ ତାକୁ ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ। ଏମିତି କିଛି ଦିନ ବିତିଗଲା। ଝିଅଟି ତା ସ୍ୱାମୀ ସହିତ ତା ମା ଘରକୁ ଆସିଲି। ସେତେବେଳେ ସେ ଝିଅଟି ତା ମା ବାପା ଆଗରେ ବହୁତ କାନ୍ଦିଲା। ଏହା ଦେଖି ସେ ଧନୀ ଲୋକଟି କହିଲେ, ଝିଅ, ଯେତେବେଳେ ତୋର ଭାଗ୍ୟ ଉଦୟ ହେବ ତୋତେ କାହା ପାଖରେ କିଛି ମାଗିବାକୁ ପଡ଼ିବ ନାହିଁ। ତଥାପି ଝିଅର ବାପା ଝିଅର ମାଙ୍କୁ କହିଲେ, ଝିଅ ଗଲାବେଳେ ତାକୁ 10 ବସ୍ତା ଚାଉଳ ଦେଇଦେବ। ଏମିତି କିଛି ସମୟ ଗଲା ପରେ ଶଗଡ଼ିଆଟି ଆସି ପହଞ୍ଚିଲା। ସେଥିରେ 10 ବସ୍ତା ଚାଉଳ ରଖାହେଲା। ଝିଅର ମା ଝିଅ ଜ୍ୱାଇଁଙ୍କୁ ଗୋଟିଏ ଟିଫିନ୍ ଡବା ଭିତରେ କେତୋଟି ସ୍ୱର୍ଣ୍ଣ ମୁଦ୍ରା ଦେଇ ଘରକୁ ଯାଇ ଖାଇଦେବ ବୋଲି କହିଲେ। କିନ୍ତୁ ସେଠାରେ ଝିଅର ବାପା ଥିବାରୁ ସ୍ୱର୍ଣ୍ଣ ମୁଦ୍ରା ବିଷୟରେ କିଛି କହିଲେ ନାହିଁ। ସେ ଝିଅ ଓ ଜ୍ୱାଇଁ ତାଙ୍କ ଘରେ ଯାଇ ପହଞ୍ଚିଗଲେ। ସେ ଶଗଡ଼ିଆକୁ ଦେବା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିବାରୁ କ'ଣ କରିବେ ବୋଲି ଭାବିଲେ ଓ ସେ ଟିଫିନ୍ ଡବାଟି ଦେଇଦେଲେ, ଯେଉଁଥିରେ ମିଠା ଓ ସ୍ୱର୍ଣ୍ଣ ମୁଦ୍ରା ଥିଲା। ସେ ଶଗଡ଼ିଆଟି ମଧ୍ୟ ସେମାନଙ୍କର ଦୁଃଖ ବୁଝିପାରି ସେମାନଙ୍କର ଠାରୁ ଟଙ୍କା ନ ନେଇ ସେହି ମିଠା ଓ ଟିଫିନ୍ ନେଇଗଲେ। କିନ୍ତୁ ବାଟରେ ଯାଉଥିବା ସମୟରେ ସେ ଶଗଡ଼ିଆଟି ଭାବୁଥାଏ, ଏତେ ସବୁ ମିଠା ମୋର କ'ଣ ହେବ? ମୁଁ ଯାଇ କେଉଁ ଗୋଟିଏ ମିଠା ଦୋକାନରେ ଏସବୁ ବିକିଦେଲେ ଟଙ୍କା ନେଇଯିବି ଭାବିଲେ ଓ ମିଠା ସବୁ ଗୋଟିଏ ଦୋକାନରେ ବିକିଦେଇ ଚାଲିଗଲେ। କିଛି ସମୟ ପରେ ସେ ବାଟରେ ଝିଅର ବାପା ବଜାରକୁ ଗଲେ ଘରକୁ ମିଠା ଆଣିବା ପାଇଁ। ସେ ମିଠା ଦୋକାନକୁ ଗଲେ ଓ ସେ ମିଠା କିଣିଲେ। ସେ ମିଠା ଦୋକାନୀଟି ମଧ୍ୟ ସେହି ଟିଫିନ୍ ଡବା ଦେଲେ, ଯେଉଁ ଟିଫିନ୍ ଡବାଟି ଶଗଡ଼ିଆ ବିକିଥିଲା। ସେ ଝିଅର ବାପା ସେ ମିଠାକୁ ଧରି ଘରକୁ ଫେରିଲେ ଓ ରାତିରେ ଖାଇସାରିବା ପରେ ସେ ଟିଫିନ୍କୁ ଖୋଲି ମିଠା ଖାଇବାକୁ ଲାଗିଲେ। ସେ ଦେଖିଲେ ଯେ ତା ଭିତରେ ସୁନାର ଟଙ୍କା ଅଛି। ଯେତେବେଳେ ଝିଅର ମା ଏହା ଦେଖିଲେ ତାଙ୍କ ଆଖିରୁ ଲୁହ ବାହାରିଗଲା। ସେତେବେଳେ ସେ ଧନୀ ଲୋକଟି ତାଙ୍କ ସ୍ତ୍ରୀକୁ ପଚାରିଲେ, କ'ଣ ହେଲା? ତୁମ ଆଖିରୁ କାହିଁକି ଲୁହ ବାହାରୁଛି? ସେତେବେଳେ ତାଙ୍କ ସ୍ତ୍ରୀ ସବୁ ସତ କଥା କହିଦେଲେ। ମୁଁ ତୁମଠାରୁ ଲୁଚାଇ ଏହି ସବୁ ଲଡ଼ୁ ଭିତରେ ସୁନାର ଟଙ୍କା ଝିଅକୁ ଦେଇଥିଲି, କିନ୍ତୁ ଏହି ଲଡ଼ୁ ତ ଏବେ ତୁମ ହାତରେ। ସେତେବେଳେ ସେହି ଧନୀ ଲୋକଟି କହିଲେ, ଭାଗ୍ୟ ବିନା ଗୋଟିଏ ଦାନା ମଧ୍ୟ ମିଳେ ନାହିଁ। ଏହା ହେଉଛି ଭାଗ୍ୟର ଖେଳ। ଯେତେବେଳେ ଭାଗ୍ୟ ବଦଳିବ ମୋ ଝିଅକୁ କାହାରି ଆଗରେ ହାତ ପତାଇବାକୁ ପଡ଼ିବ ନାହିଁ ଓ ଗୋଟିଏ ଦିନ ମୋ ଝିଅର ଭାଗ୍ୟ ନିଶ୍ଚିତ ବଦଳିବ। ଆଜିର କାହାଣୀଟି କେମିତି ଲାଗିଲା କମେଣ୍ଟ କରନ୍ତୁ। ଯଦି ଭଲ ଲାଗିଛି ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।